ଆଜିର ପ୍ରଥମ ପ୍ରଶ୍ନଟି ହେଉଛି କେଉଁ ପକ୍ଷୀ ଘୋଡ଼ା ଠାରୁ ଦ୍ରୁତ ଗତିରେ ଦୌଡ଼ିପାରେ? ଅପସନ୍ ଏ ଚିଲ, ଅପସନ୍ ବି ଶାଗୁଣା, ଅପସନ୍ ସି କୁକୁଡ଼ା, ଅପସନ୍ ଡି ଓଟପକ୍ଷୀ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି ଓଟପକ୍ଷୀ। ଓଟପକ୍ଷୀ ଯିଏକି ଘୋଡ଼ା ଠାରୁ ବି ଦ୍ରୁତ ଗତିରେ ଦୌଡ଼ିପାରେ। ଦ୍ୱିତୀୟ ପ୍ରଶ୍ନଟି ହେଉଛି ସିଙ୍ଗଡ଼ା ଖାଇବା ଦ୍ୱାରା କେଉଁ ରୋଗ ହୁଏ? ଅପସନ୍ ଏ ଏସିଡ଼ିଟି, ଅପସନ୍ ବି କୋଷ୍ଠକାଠିନ୍ୟ, ଅପସନ୍ ସି ମଳକଣ୍ଟକ, ଅପସନ୍ ଡି ମଧୁମେହ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି କୋଷ୍ଠକାଠିନ୍ୟ। ସିଙ୍ଗଡ଼ା ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ରୋଗ ହୋଇଥାଏ। ତୃତୀୟ ପ୍ରଶ୍ନଟି ହେଉଛି ଏମିତି କେଉଁ ପକ୍ଷୀ ଅଛି ଯିଏକି ସବୁବେଳେ ରାତିରେ କାନ୍ଦେ? ଅପସନ୍ ଏ ପେଚା, ଅପସନ୍ ବି ମୟୂର, ଅପସନ୍ ସି ଚକୋର, ଅପସନ୍ ଡି ଶୁଆ। ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ଚକୋର। ଚକୋର ଏମିତି ଏକ ପକ୍ଷୀ ଯିଏକି ସବୁଦିନ ରାତିରେ କାନ୍ଦେ। ଚତୁର୍ଥ ପ୍ରଶ୍ନଟି ହେଉଛି ପାଟି ଘା'ରେ କ'ଣ ଲଗାଇଲେ ଗୋଟିଏ ଦିନରେ ଭଲ ହୋଇଥାଏ? ଅପସନ୍ ଏ ଅଦା ରସ, ଅପସନ୍ ବି ଉଷୁମ ଘିଅ, ଅପସନ୍ ସି ରସୁଣ ପେଷ୍ଟ, ଅପସନ୍ ଡି ପିଆଜ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ଉଷୁମ ଘିଅ। ପାଟି ଘା'ରେ ଉଷୁମ ଘିଅ ଲଗାଇଲେ ଗୋଟିଏ ଦିନରେ ତାହା ଭଲ ହୋଇଥାଏ। ପଞ୍ଚମ ପ୍ରଶ୍ନଟି ହେଉଛି ପିଲାଙ୍କ ଶରୀରରେ କେଉଁ ଭିଟାମିନ୍ ଅଭାବ ରହିଲେ ପାଠପଢ଼ାରେ ମନ ଲାଗେ ନାହିଁ? ଅପସନ୍ ଏ ତାକତ, ଅପସନ୍ ବି ଆଇରନ୍, ଅପସନ୍ ସି ଗ୍ଲୁକୋଜ୍, ଅପସନ୍ ଡି ଭିଟାମିନ୍ ଏ ଓ ବି। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି ଭିଟାମିନ୍ ଏ ଓ ବି। ପିଲାଙ୍କ ଶରୀରରେ ଭିଟାମିନ୍ ଏ ଓ ବି ର ଅଭାବ ହେଲେ ପାଠପଢ଼ାରେ ମନ ଲାଗିନଥାଏ। ଷଷ୍ଠ ପ୍ରଶ୍ନଟି ହେଉଛି ପଥରକୁ କାହା ସାହାଯ୍ୟରେ କଟାଯାଏ? ଅପସନ୍ ଏ ଡିଜେଲ୍, ଅପସନ୍ ବି କରତ, ଅପସନ୍ ସି କାଚଗୁଣ୍ଡ, ଅପସନ୍ ଡି ପାଣି। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି ପାଣି। ପଥରକୁ ପାଣି ସାହାଯ୍ୟରେ କଟାଯାଇଥାଏ। ସପ୍ତମ ପ୍ରଶ୍ନଟି ହେଉଛି ଟାଇଟାନିକ୍ ଜାହାଜ କେଉଁ ଦେଶର ଥିଲା? ଅପସନ୍ ଏ ଭାରତ ଦେଶ, ଅପସନ୍ ବି ଜର୍ମାନୀ ଦେଶ, ଅପସନ୍ ସି ଫ୍ରାନ୍ସ ଦେଶ, ଅପସନ୍ ଡି ଗ୍ରେଟ୍ ବ୍ରିଟେନ୍ ଦେଶ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି ଗ୍ରେଟ୍ ବ୍ରିଟେନ୍ ଦେଶ। ଟାଇଟାନିକ୍ ଜାହାଜ ଗ୍ରେଟ୍ ବ୍ରିଟେନ୍ ଦେଶର ଥିଲା। ଅଷ୍ଟମ ପ୍ରଶ୍ନଟି ହେଉଛି କେଉଁ ଦେଶରେ ବିଲେଇକୁ ମାରିଲେ ମୃତ୍ୟୁଦଣ୍ଡ ମିଳେ? ଅପସନ୍ ଏ ଭାରତ ଦେଶ, ଅପସନ୍ ବି ମିଶ୍ର ଦେଶ, ଅପସନ୍ ସି ନେପାଳ ଦେଶ, ଅପସନ୍ ଡି ଭୁଟାନ ଦେଶ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ମିଶ୍ର ଦେଶ। ମିଶ୍ର ଦେଶରେ ବିଲେଇକୁ ମାରିଲେ ମୃତ୍ୟୁଦଣ୍ଡ ଦିଆଯାଇଥାଏ। ନବମ ପ୍ରଶ୍ନଟି ହେଉଛି କେଉଁ ମାଂସ ଖାଇଲେ ମଣିଷ ସବୁବେଳେ ସୁସ୍ଥ ରହିଥାଏ? ଅପସନ୍ ଏ କଇଁଛ, ଅପସନ୍ ବି କୋଚିଆ, ଅପସନ୍ ସି ଶାମୁକା, ଅପସନ୍ ଡି ଗେଣ୍ଡା। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି କୋଚିଆ। କୋଚିଆ ମାଂସ ଖାଇଲେ ମଣିଷ ସବୁବେଳେ ସୁସ୍ଥ ରହିଥାଏ। ଦଶମ ପ୍ରଶ୍ନଟି ହେଉଛି ତେନ୍ତୁଳି ଖାଇବା ଦ୍ୱାରା କେଉଁ ରୋଗ ଭଲ ହୋଇଥାଏ? ଅପସନ୍ ଏ ଡାଇରିଆ ରୋଗ, ଅପସନ୍ ବି ବ୍ଲଡ଼ ପ୍ରେସର ରୋଗ, ଅପସନ୍ ସି ଡାଇବେଟିସ୍ ରୋଗ, ଅପସନ୍ ଡି ହଇଜା ରୋଗ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା
ଅପସନ୍ ବି ବ୍ଲଡ଼ ପ୍ରେସର ରୋଗ। ତେନ୍ତୁଳି ଖାଇବା ଦ୍ୱାରା ବ୍ଲଡ଼ ପ୍ରେସର ରୋଗ ଭଲ ହୋଇଥାଏ। ଏହା ଛଡ଼ା କିଡ଼ନୀ ରୋଗ ମଧ୍ୟ ଭଲ ହୋଇଥାଏ। ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଓ ଭିଡ଼ିଓ ଭଲ ଲାଗେ ତ ଭିଡ଼ିଓକୁ ଲାଇକ୍ ଗୋଟିଏ ବି କରିଦିଅନ୍ତୁ।